ऋषि मैंने आसिले श्रीरामचंद्र बाबू आसिक कहले जे आपण जहाँ कले रावण बर मरवा आम भावुलु एत मरी जापे इंद्रजित केमती मरला इंद्रजित लक्षण मारला ना आज्ञा लक्षण मारे जो सत्य थिला ताको पूरण करवा मनुष्य पक्षे संभव नुहे ना सत्य कौन ना 14 वर्ष शोई न 14 वर्ष खाई न 14 वर्ष शोई न प्रमाण पाई रामचंद्र लक्षण पचारे मुझे सबुदिन ଦେଇଥିଲି 14 ବର୍ଷ ଫଳ ଆମେ ଆଣୁ ତତେ ଗୋଟେ ଭାଗ ଦିଆଯାଏ ସୀତା ଗୋଟେ ଭାଗ ଖାଆନ୍ତି ମୁଁ ଗୋଟେ ଭାଗ ଖାଆନ୍ତି ନା ଆପଣ ଦିଅନ୍ତି ମୋତେ କିନ୍ତୁ କହନ୍ତିନି ଖା ବୋଲି କହନ୍ତି ଲକ୍ଷଣ ଏ ରହିଲା ଖାଇବା ପାଇଁ ତ କହିନାହାନ୍ତି ଗୋଟେ ଥର ଆଉ 14 ବର୍ଷ ମୁଁ ସେଥିପାଇଁ ଖାଇନି କାଲି ସବୁ ଅଛି ଏପର୍ଯ୍ୟନ୍ତ ଶ୍ରୀରାମଚନ୍ଦ୍ର ହନୁମାନ ସେ ଫଳ ନେଇ ଆସି ଯୋଉଟା ଅଛି ବୋଲି କହୁଛନ୍ତି ହନୁମାନ ଗଲା ହନୁମାନ ଗଲାବେଳେ ଭାବେ ମତେ ଫଳ କେତେ ଆଣିବା ପାଇଁ ପଠେଇଲେ ଆଉ କୋଉ ମାଙ୍କଡ ପଠେଇ ହେଇନଥିଲା ଏ କଥା ବି ଗଲେ ଆଉ ଉଠି ପାରିଲେନି ଏତେ ଅସୁବିଧା ହେଲା ଏତେ ଭୋଜନ ହେଲା ସେ କୌଣସି ମତେ ନେଇକି ଆସିକିରି ରାଜପ୍ରସାଦର ସମ୍ମୁଖରେ ରଖିଲେ ସେଥିରୁ ତାପରେ କହିଲେ ଆଜ୍ଞା ଉଠି ହଉନି ଲକ୍ଷଣ ଗଲେ ଗୋଟେ ହାତ ଧରିକି ନେଇ ଆସ ଫଳ ଗଣା ହେଲା 14 ବର୍ଷର ଅଛି ନା ନାଇଁ 5 ଦିନ ନିଅଣ୍ଟ ପଡିଲା 5 ଦିନ କୋଉଠି ନିଅଣ୍ଟ କେମିତି ପଡିଲା 5 ଦିନ ନା ଲକ୍ଷଣ ସେ 5 ଦିନ ଖାଇଛ ନା ଆଜ୍ଞା ଖାଇନି ନା କ'ଣ 5 ଦିନ ସେ ପ୍ରଥମ ଦିନ ଆପଣ ଆମେ ଗଲୁ ଏଠି ସେଦିନ ଆପଣ ଏତେ କାନ୍ଦୁଥିଲେ ବ୍ୟସ୍ତ ହଉଥିଲେ ଯେ ଆଉ ଫଳ ଖିଆଇ ପାରିଲାନି ଆପଣ ଖାଇନାହାନ୍ତି ଆମେ କି ଖାଇନି ଦ୍ୱିତୀୟ ଦିନ ଯୋଉଦିନ ସୀତା ଚୋରି ଗଲେ ସେଦିନ ବି ଆଉ ଆପଣ ଖାଇନାହାନ୍ତି ଜମା ତୃତୀୟ ଦିନ ଯୋଉଦିନ ଶକ୍ତିଭେଦ ହେଲା ଲକ୍ଷ୍ମଣଙ୍କର ସେଦିନ ବି ଖିଆଇ ପାରିନି ଚତୁର୍ଥ ଦିନ ଯୋଉଦିନ ମାୟା ସୀତା ବଧ ହେଲା ମାୟା ସୀତା ବଧ ହଉଛି ଯେ ରାବଣ କହିଲା ଗୋଟେ କାମ କରିବା ସୀତାଙ୍କ ସକାଶେ ସବୁ ଅସୁବିଧା ହଉଛି ତ ସୀତାକୁ ଆଣି ଏଠି କାଟିଦେଲେ ହେଇଯିବ ସୀତାଙ୍କ ପାଖକୁ ତ ପହଞ୍ଚି ପାରିବନି ଗୋଟେ ଅସୁର କହିଲା ଗୋଟେ ସୀତା ବେଶ ହେଇଯାଏ ସେ ଯାଇକି ଡ୍ରେସିଂ ପେଣ୍ଟିଂ ହେଇ ସୀତା ବେଶ ହେଇଯାଏ ତାକୁ ସାମ୍ନାରେ ରଖିକିରି କାଟିଦେଲେ ସେ ତ ସମସ୍ତେ ଇଏ ହେଇଗଲେ ବିଭୀଷଣ କହିଲା ଇଏ 100% ମିଛ ଲାଗୁଛି ବିଭୀଷଣ ରାକ୍ଷସ ମାୟା ଜାଣେ ତାହେଲେ ଯୋଉ ସୀତାଙ୍କୁ ସେ ସ୍ପର୍ଶ କରିପାରିବନି ତାକୁ ହାଣିବ କେମିତି ମୁଁ ଲୋକ ପଠଉଛି ହନୁମାନ ଗଲେ ଯାଇକି ଦେଖିକି ଆସିଲେ ସୀତା ଆଜି ଅଛନ୍ତି ସେଇଦିନ ଠିଆ ହେଇପାରେ ତାପରେ ଆଉ ଗୋଟେ ଦିନ ଯୋଉଦିନ ରାବଣ ମଲା କେମିତି କ'ଣ ଗୋଟେ ଦିନ ଅଛି ଯୋଉଦିନ ବି ଇଏ ହେଇପାରିନି ମାନେ ଠିଆ ହେଇପାରେ ମୁଁ କ'ଣ ହେଇଗଲା ସେଥିପାଇଁ ସେ କହିଲେ ଯେ ସହଜ ରାବଣକୁ ମାରିବା ଇନ୍ଦ୍ରଜିତକୁ ମାରିବା ସହଜ ଲକ୍ଷ୍ମଣ ଯେ ମାରିପାରିଲେ ଏଇଟା ବହୁତ ବଡ଼ କ୍ୱାଲିଫିକେସନଟା ବହୁତ ବଡ଼ ହେଇଗଲା